मु मीरार ड्रेस बैग रे रखी देछि तुमे काली ही जाई ताको संध्या मैडम को घरे छाड़ी देई आसो। डली मु कोन कहला तू मीरा को किछि खाइबा को देई नाओ। मु जदी भात बाड़ी लेनी बो बाड़ी देथिले कोन हेई नथला। मोर मते परीक्षा अछि सेति भाई मु पढा पढी करूछि समस्त को कथा बुझबा को मो पाखरे टाइम नहीं। हौ पुओ जे 50,000 टका पठेलानी सेतिरु किछि टंका दे मु दुकान सौदा करबा को जीबी। नियो नियो ए 500 टका आ घर टका मिसाई घरर सौदा नहीं आसीबो। कोन हैला 50,000 टका तू मात्र 500 टका रखी छु घरे आ पैसा नहीं दुकान सौदा केमिति हबो। जदि अधिक टका आवश्यक तुमे गोटे कथा कर बाबा तुमे काली ही मीरा को संध्या मैडम को घरे पहुंचाई ता दरमा बाबद को अग्रिम किछु टका नहीं आसीबो आउ घर खर्च करबो जहे रोजगार करबो आमे चारि जण चलिबा एत टका आसीबे कोइठु। हौ ठीक अछि आज ही तते नहीं जराश्रम रे छाड़ी देई आसीबी। ए सोफी हेलो कुआडे गलु किलो आयो से लखणी भाई घर भीतर को आसुना आ तो गुणवंती वो मोर केमिति चर्चा करबा मु जानि छी होइलो पागेली तो बोगुडीए डाकिबू मु ताको संस्कार टिके सिखेइबी से डाकिले कोन आसीबो खाली कहबू तो मळासुर डाकुचंती दी पद कथा हेबे शीघ्र गलु हो जाउछि को डाकिबे को से जदी न आसे तुमे घर भीतर को आसी कथा हेबो। सुन नाय ससुर नाय ए कहा को मानिबे ए समस्त को मोरे जवाब भानिजीटा को जदी पाखरे रखिलो दांदी आ से जम्मा पाठ पढी पारि न थांदा हौ से उंडी आसु देखिबा ए संस्कार लिकुटा केमिति काम देउछ कोनी होइदा बुझिलो सभी आजिकाली केउ बहुआ मुंडरे ओढना दउछंती ले मो बणजर बहुर व्यवहार आगरे आये समस्त हार मानिबे मैरिज बेले तो दे पतला नथिले ओ गेरस्त घरे नथिबारु आये तांकरी कथा भाबी भाबी बोधे काइला दिसुछंती आ किछु उपाय नाही भाई आ की कथा कहउछु सभी मो पूरा मेडिसिन कोर्स करछि आये 100 लोक को मेडिसिन दछ मो बणजा बो मा कथा बुझिबिनी नेलो ने ए संस्कारी लिक्विडा ने तांगा पाटी रे पूरा ढाली दे
ସେ ଚତୁର୍ଥ ଶ୍ରେଣୀ ପାସ୍ ସାର୍ଟିଫିକେଟ ରଖିଥିବାରୁ ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ମୁକ୍ତ ବିଦ୍ୟାଳୟରେ ମୋ 10ମ ଶ୍ରେଣୀରେ ନାମ ଲେଖାଇ ମ୍ୟାଟ୍ରିକ ପାସ୍ କରିଛି। ପୋଲିସ ଚାକିରି ପାଇଁ ଇଣ୍ଟରଭ୍ୟୁ ମଧ୍ୟ ଦେଇଛି। ଆଜି ବା ତା ରେଜଲ୍ଟ ବାହାରିବ। ଏ ମା ବରବଳି, ଏ ମା ମୁଁ ତତେ କଳା ବୋତା ଦେବି ଲୋ। ମୋ ଭାଣିଜୀଟାକୁ ଟିକେ ଚାକିରିରେ ପାସ୍ କରେଇ ଦେ। ମାମୁଁ ମାମୁଁ ମୋର ଚାକିରି ହୋଇଗଲା। ଏ ମୋ ଭାଣିଜୀର ଚାକିରି ହୋଇଗଲା ରେ। ଏ ସାବି, ମୋ ଭାଣିଜୀର ଚାକିରି ହୋଇଗଲା। ତୁ ସତ କହୁଛୁ? ଦେଖୁନୁ ବୋଉ, ଆଜି ପରା ଡାକବାଲା ଏଇ ଚିଠି ନେଇ ଆସିଥିଲା। ନିର୍ଦ୍ଦୋଷ ଏଇଠି। ତୁମ ଦେହ ପା ଭଲ ଅଛି ନା? ମୋ ଦେହ ପାହାରୁ ତୁମକୁ କଣ ମିଳିବ? ମୁଁ ମୋ ମାମୁଙ୍କ ଯୋଗୁଁ ସିନା ପାଠ ପଢି ଉଚ୍ଚ ଶିକ୍ଷିତ ହୋଇପାରିଲି। ତା ଛଡା ଏଠାରେ ଥିଲେ ତୁମେ ମତେ ପାଠ ପଢାର ସୁଯୋଗ ଦେଇନଥାନ୍ତ। ଦିନ ରାତି ଗାଳି ଗୁଲାସ ଦେବା ସହ ମାରପିଟ କରିଥାନ୍ତ। ଏସବୁ କଥା ମୁଁ ଭାଇଙ୍କୁ ଜଣାଇଛି। ସେ ଆସିଲେ ତୁମ କଥା ବୁଝି ନେବେ। ନାଇଁ ମୀରା, ତୋ ଡଲିବା ଯାଉ ସେମିତି ଭୁଲ ଜମାରୁ କରିବେ। ମୁଁ ବା ତାକୁ ସଂସ୍କାରୀ ଲିକ୍ୱିଡ ଦେଇଛି। ଭାଇ, ତୁମରି ଯୋଗୁଁ ସିନା ମୀରା ଉଚ୍ଚ ଶିକ୍ଷିତ ହୋଇ ଚାକିରି ଖଣ୍ଡିଏ ପାଇଲା। ତା ସାବତ ବାପା ଆଉ ଭାଉଜ ତାକୁ ଜମା ପଢାଇ ଦେଇନଥାନ୍ତେ। ଚତୁର୍ଥ ଶ୍ରେଣୀ ପଢା ସରିବା ପରେ ତା ସାବତ ବାପା ପରେ ତାର ପଢା ବନ୍ଦ କରିଦେଇଥିଲେ। ସରକାରଙ୍କ ଯୋଗୁଁ 14 ବର୍ଷ ପରେ ଚତୁର୍ଥ ପରେ ମେଟ୍ରିକ ପରୀକ୍ଷା ପାସ୍ କରି ଆଜି ଚାକିରି ଖଣ୍ଡିଏ ପାଇଛି। ହଉ ଚାଲ ସମସ୍ତେ। ହଁ, ମୁଁ ଆଜି ଖାଇସାରି ବୋଲଗଡ଼ ଥାନା ଚାକିରି ଜଏନ୍ କରିବାକୁ ଯିବି। ଆସ ଭାଇ। ବୋଉ, ଆରେ ମଦନ, ଆରେ ବୋଉ, ବାପା କାହାନ୍ତି? ତୁ ବିଦେଶ ଚାଲିଯିବା ପରେ ଦଳିତ ବାପାଙ୍କୁ ହାଟ ବସ୍ତ ଜରାଶ୍ରମରେ ଛାଡ଼ି ଦେଇ ଆସିଛି। ଜରାଶ୍ରମରେ? ଆଉ ମୀରା ତ ମଧ୍ୟ ଘରେ ନାହିଁ। ତୁ ବାହାରକୁ ଚାଲିଯିବା ପରେ ଦଲି ମୀରାକୁ ମାଡ଼ ଦେଲା, ଗାଳି ଗୁଲଜ ମଧ୍ୟ କଲା। ତାର ପାଠ ପଢା ବନ୍ଦ ମଧ୍ୟ କରିଦେଲା। ଘରେ ଘରେ ବୁଲି ଚାକରାଣୀ କାମ କରିବାକୁ ମଧ୍ୟ କହିଲା। ସେ ଚାକରାଣୀ କାମ କରିବାକୁ ମନା କରିବାରୁ ତାକୁ ଖାଇବାକୁ ମଧ୍ୟ ଦେଲା ନାହିଁ। ମୁଁ ମାମୁଁ ଘରେ ରଖି ତାକୁ ପାଠ ପଢାଇଲି। ସରକାରଙ୍କ ଯୋଗୁଁ ଆଜି ସେ ବୋଲଗଡ଼ ଥାନାରେ ପୋଲିସ ଚାକିରି ଖଣ୍ଡିଏ ପାଇଛି। ମୁଁ ଏବେ ଥାନାକୁ ଯାଇ ତାକୁ ଦେଖାଇବି, ଆଉ ସେ ଡଲିକୁ ଛାଡ଼ପତ୍ର ଦେବି। ବୋଉ, ବୋଉ ଦେଖ, ମୋ ବାପାକୁ ଜରାଶ୍ରମରୁ ନେଇ ଆସିଲି। ଶ୍ୟାମର ମାଲିକାଣୀ ମୋ ଝିଅଠୁ ବି ଅଧିକ ପଚାରୁଥିଲେ। ଖାଇବା ପିନ୍ଧିବାରେ କୌଣସି ଅସୁବିଧା ନଥିଲା। ଖାଲି ପୁଅ କଥା ନ ଭାଙ୍ଗି ଚାଲି ଆସିଲେ। ବୋଉ, ତୁ ବାପାକୁ ଡାକିନେ ଭୋକ ହେବଣି? ଆସ, କଣ ଦିଟା ଖାଇଦେଇ ବିଶ୍ରାମ ନେବ।
ମୋବାଇଲଟାକୁ ଛଡ଼ାଇ ଆଣିବାକୁ ହେବ। କଣ କହିଲୁ? ମୋ ବୋଉ ହାତରୁ ମୋବାଇଲ ଛଡାଇବୁ? ସତ କହ ମୋ ଭଉଣୀ କଣ ପାଇଁ ଏ ଘର ଛାଡି ଯାଇଥିଲା? ବୋଉ ତାଙ୍କୁ ମାମୁଁ ଘରେ ଛାଡ଼ିଥିଲେ। ମୀରାକୁ ମାମୁଁ ଘରେ ନ ଛାଡି ତତେ ଏ ଘର ବି ଯାଇଦେବାର ଥିଲା। ତୁ ଯେପରି ମୋ ଭଉଣୀକୁ କଷ୍ଟ ଦେଇଛୁ ତାର 100 ଗୁଣ କଷ୍ଟ ମୁଁ ତତେ ଦେବି। ତୁ କାଲି କୋର୍ଟକୁ ଯିବୁ, ମୁଁ ତତେ ଡିଭୋର୍ସ ଦେବି। ତୁ ଯେପରି ମୋ ଝିଅଟା ଡାକରକୁ ଜରାଶ୍ରମ ନେଇ ଛାଡି ଆସିଥିଲୁ, ମୁଁ ତତେ ପିଟି ପିଟି ସେଇ ଜରାଶ୍ରମ ନେଇ ଛାଡି ଆସିବି। ଆଉ ତ ଜରାଶ୍ରମ କୋଉଠି ଜାଣିଛୁ? ତୋ ବାପ ଘର। আরে মদনা রহ 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 এত ভারিজাটা পশুনা পক্ষী রে ওরে এতে লম্বা বেল্ট রে বাড়ৌଛୁ তা প্রাণ রহিবটি। ମାମୁଁ ତମ ଭଣଜା ବୋଉ କଣ ଠିକ କାମ କରିଛି? রে নাই নাই জমারু নাই রে ননন্দକୁ ତ ଗାଈ ଗୋରୁ ବରି ପାହାର ପିଟିଲା, ଶ୍ୱଶୁରକୁ ତ ଘୋଷାରି ଜଳାଶ୍ରମରେ ନେଇ ଛାଡ଼ିଲା, ଶାଶୁକୁ ତ ଦୋକାର ବାସ କହି ଖାଇବାକୁ ମୁଠେ ଦେଲା ନାହିଁ। ତା ଛଡା ତୋର ସବୁ ଟଙ୍କାର ମାଲିକାଣୀ ସାଜିଲା। ହାୟ ରେ ବିଧାତା, କପାଳ ଫାଟି ଯାଉ କି ନା। ମାମୁଁ ତମେ ତ ସବୁ ଜାଣିଛ, ହେଲେ ଆକୁ ଦଣ୍ଡ ଦେବାକୁ ମନା କରୁଛ କାହିଁକି? କିରେ ତାକୁ ମାର ନ ମାରି ସବୁଦିନ ପାଇଁ ତାଙ୍କ ବାପ ଘରେ ଛାଡିଛେ, ସେଠି ସେ ଖୁବ ଆରାମ କରିବି, ଗାଧଉଥିବେ ଗୁଣ ଗାଉଥିବେ। ହଁ ମାମୁଁ ତମେ ଠିକ କଥା କହିଛ। ମୁଁ ଆକୁ କୋର୍ଟ ଯାଇ ଡିଭୋର୍ସ ଦେବି। ଏପରି କଲେ ଏ ସମାଜ ଶିଖିବ କି ଶାଶୁ ଶ୍ୱଶୁରକୁ ଯନ୍ତ୍ରଣା ଦେଲେ ବୋଉକୁ କି ପରିଣାମ ଭୋଗିବାକୁ ହୁଏ। ନା ମାମୁଁ, ତୁମେ ସେମିତି କୁହ ନାହିଁ। ମୋର ଭାଉଜ ମତେ ଘରେ ରଖେଇ ଦେବେନି। ଭାଇ ଫରେନରେ, ଆଉ ତୁମେ ତ ଜାଣିଛ ମୋ ବାପା ମା ଛେଣ୍ଡ ପିଲାଟା। ତୁ ଯେପରି ମୀରାର ଭାଉଜ ହୋଇ ତାକୁ ତୁ ଯେପରି କଷ୍ଟ ଦେଇଥିଲୁ, ତୁ ବି ଠିକ ସେପରି ଶାସ୍ତି ପାଇବା ଆବଶ୍ୟକ। ରେ ମଦନା, ଆଉ କାଳ ବିଳମ୍ବ ନ କରି ଶୀଘ୍ର ସେଇ କାମଟି କର। ହାୟ ରେ ବିଧାତା, କପାଳ ଫାଟି ଯାଉ କି। ଚାଲ ମୀରା, ମୀରା, ଏ ମୀରା। ହଁ ବୋଉ। ମୀରା, ଭାଇ ତୋ ପାଇଁ ଗୋଟେ ଭଲ ପ୍ରସ୍ତାବଟିଏ ଆଣିଛି। ଆସନ୍ତା 30 ତାରିଖରେ ତୋର ବାହାଘର ହେବ। ହଉ, ବାପାଙ୍କ ଶରୀର ପରା ଅସୁସ୍ଥ, ତାଙ୍କ କଥା ନ ବୁଝି ପ୍ରଥମେ ମୋର ମ୍ୟାରେଜ ବିଷୟରେ ଚିନ୍ତା କରିବା ଠିକ ନୁହେଁ। ତୁ ଠିକ କଥା କହୁଛୁ ମୀରା। ବାପା କହୁଛନ୍ତି ତୋର ମ୍ୟାରେଜ ଲେଟ୍ ହେଲେ ସେ ଆଉ ଦେଖିପାରିବେନି ବୋଲି। ଆରେ ମଦନ, ଡକ୍ଟର ବାପାଙ୍କ ବିଷୟରେ କଣ କହିଲେ ଟିକେ କହିବୁ? କହିବି? ଡାକ୍ତର କଲେ ବାପାଙ୍କର ବ୍ରେନ ଟ୍ୟୁମର ହେଇଛି। ଭାଇ, ବାପା କଣ ଆଉ ଭଲ ହେବେନି? ହଁ, ସେ ନିଶ୍ଚୟ ଭଲ ହେବେ। ଡାକ୍ତର କହିଲେ ସେଥିପାଇଁ ଅପରେସନ ଦରକାର। ଅପରେସନ? ଅପରେସନ ପାଇଁ କେତେ ଟଙ୍କା ଖର୍ଚ୍ଚ ହବ ରେ ମଦନ? ସେଥିପାଇଁ 6 ଲକ୍ଷ ଟଙ୍କା ଆବଶ୍ୟକ। ଭାଇ, ଏତେ ଟଙ୍କା ତୁମେ ଆଣିବ କେଉଁଠୁ? ତୁ ସେ କଥା ଜମା ଚିନ୍ତା କରନା। ଏ ଘର ବିଲ ସବୁ ବିକ୍ରି କରି ବାପାଙ୍କ ଚିକିତ୍ସାରେ ଖର୍ଚ୍ଚ କରିବି। ଆରେ ବାପା ମଦନ, ତୁ
ଘର ଖଣ୍ଡିକ ବିକିଦେଲେ ତୁ ଡଲିକୁ ତ ଡିଭୋର୍ସ ଦେବି ଆଉ ମୀରାର ବାହାର ପରେ ମୁଁ ବାହାରେ ରହି ଯେଉଁ 2 ପଇସା ରୋଜଗାର କରିବି ସେଥିରେ କଣ ଘର ଭଡ଼ା ନେଇ ଆମେ 2 ପ୍ରାଣୀ ଚଳିପାରିବାନି। ହଉ ଏବେ ଘରକୁ ଚାଲ, ବାପାଙ୍କର ଔଷଧ ଖାଇବା ସମୟ ହେଲାଣି।